ପଡ଼ିଗଲ ଯେ ଝିଅ ଛାତି ଏତେ ବାଟ ଆସିଲି କୋଉଠି ପଡ଼ିଯାଇଥିଲି এই তুমি মোটে ব্যস্ত হনি চাকর চাকরাণী জানি এ ঘরକୁ ফেরিবা যাଏ ଆମ ଟିଚରକୁ ଏମିତି କଷ୍ଟ କରିବାକୁ ପଡ଼ିବ ଆସିବେନି ମାନେ ମୋର କାହିଁ ବିଶ୍ୱାସ ହଉନି ନାଇଁ ପାଟି କରନା ଆରେ ଆମର ପରା ବଡ଼ ଘର କଥା ଗୁମର ହେଇଯାଉଛି ତା ବୋଲି ଆମେ କ'ଣ ତାହେଲେ ଆଜି ସାରା ଜୀବନ ଏମିତି ଏ ଘରେ ଚାକର ଚାକରାଣୀ କାମ କରିବା କାହିଁକି ସେ କ'ଣ କରିବ କି ସେ କ'ଣ କରିବ ସେ କିଛି କରିବନି ଆଣ୍ଟି ବରଂ ଭିନ୍ନ ହେଇଯିବା କହିବ ମୁଁ ହଉଛି ରଘୁଦତ୍ତ ପଟ୍ଟନାୟକ କେବେ ହେଲେ ତା ପୁଅ ଠାରୁ ଅଲଗା ହେଇ ରହିପାରିବନି ତାହେଲେ ଆମକୁ କ'ଣ ସାରା ଜୀବନ ଏମିତି ଚାକର ଚାକରାଣୀ ଭଳି ଏ ଘରେ ଖଟିବାକୁ ପଡ଼ିବ କିଛି ଦିନ ଯାଉ ଶାନ୍ତି କିଛି ଦିନ ଯାଉ ଯେତେବେଳେ ଆମ ଦେହରୁ ବଳ ହଟିଯିବ ସେଇଦିନ ଆମେ ଜାଗା ଛାଡ଼ି ବହୁତ ଦୂରକୁ ପଳେଇବା ଏ କଥା କ'ଣ ପୁଅ ଜାଣିଛି ଜାଣିଥିବ ସେ ଜାଣିଲେ କହ ଜାଣିଛ ତ ନାଇଁ ମୁଁ ତମକୁ କହି ରଖୁଛି ଏ ଘର ଆଜିଠାରୁ ଆମେ ଚାକର ଚାକରାଣୀ କାମ କରିପାରିବାନି କିଏ କରିବ ସିଏ କରିବନି ସିଏ କ'ଣ କରିବ ତମେ ଜାଣିଛ ନା ସାନ ପୁଅ ଯଦି ଏ କଥା ଜାଣିବ ତାହେଲେ କ'ଣ ହବ ଥରେ ଚିନ୍ତା କରିପାରୁଛ କରିପାରିବନି କାରଣ ଇଏ ପୁଅ ଧରି ସିଏ ବି ଗୋଟିଏ ପୁଅ ସବୁ ପୁଅ କଂସ ଆଉ ରାବଣ ହେଲେ କେହି ଜଣେ ସବଳକୁ ମାନ ନୁହେଁ ତମେ ସେମିତି କୁହନି ମୋ ପ୍ରଶାନ୍ତ ମୋ ପାଖକୁ ଫୋନ କରିଥିଲା ଆଉ ମତେ କହିଲା ବୋଉ ତୁ କେମିତି ଅଛୁ ଆଉ ବାପା କେମିତି ଅଛନ୍ତି ଆଉ ତମ ଖବର ମୋ ଖବର ରଖୁଥିବ ନିଜର ଲୋକ କେହି ନଥିବେ ଆଉ ଯୋଉଦିନ ତା ପାଖକୁ ନିଜ ଲୋକ ଆସିବ ସେ ତା ଖବର କିଏ ସେଠି ଆମ ଖବର ନୁହେଁ ଆଜି ପରା ହଉଛି ସାବିତ୍ରୀ ବ୍ରତ ଆଜି ସାବିତ୍ରୀ ଶାନ୍ତି ଏଇ 4 ଦିନ ହେଲା ମୁଁ ଏମିତି ଅନ୍ୟ ମଣିଷ କହୁଛି ଯେ ଏ ସାବିତ୍ରୀ କଥା ଭୁଲି ଯାଇଛି ହଉ ଠିକ ଅଛି ତମେ ଏ ପରିବା ବ୍ୟାଗ ନେଇ ଭିତରକୁ ଯାଅ ମୁଁ ଯାଉଛି ତମ ପାଇଁ ବଜାରରୁ ଶାଢ଼ୀ ଖଣ୍ଡେ ନେଇ ଆସିବି ଆଜି ଭଳି ସାବିତ୍ରୀ ବ୍ରତରେ ମୋର କିଛି ଦରକାର ନାହିଁ କେବଳ ଆଜି ଭଳି ସାବିତ୍ରୀ ବ୍ରତରେ ତମେ ମୋ ଆଗରେ ଛିଡ଼ା ହୁଅ ମୁଁ ତମକୁ ଗୋଟେ ମୁଣ୍ଡିଆ ମାରିବି କୋଉଠୁ ଆଣୁଛୁ କାହିଁକି ହଁ ରେ ମା ଚିଠା ଅନୁଯାୟୀ ସବୁ ପରିବା ନେଇଯାଉଛି ମା ସେ ବ୍ୟାଗଟା ଭିତରୁ ନେଇଗଲୁ ବାପା କଥା କରିକି ଆଜି ସାବିତ୍ରୀ ବ୍ରତ ସେଥିପାଇଁ ମୋ ହାତରେ ଟିକେ ମେହେନ୍ଦି କରିଛି ତ ବୋଉ ଆପଣ ଟିକେ ବ୍ୟସ୍ତ ତୁ ମୋଟେ ବ୍ୟସ୍ତ ହନା ରେ ମା ମୋଟେ ବ୍ୟସ୍ତ ହନା ତୁ ଯେତେବେଳେ ଆଜି ଭଳି ସାବିତ୍ରୀ ବ୍ରତରେ ହାତରେ ମେହେନ୍ଦି ଲଗେଇଛ ମୁଁ ଏ ବ୍ୟାଗଟା ଘର ଭିତରକୁ ନେଇ ଯାଉଛି ତୁ ମୋଟେ ବ୍ୟସ୍ତ ହବୁନ ମୁଁ ନେଇ ଯାଉଛି ବ୍ୟାଗଟା ଆଣିଲି ମୁଁ ବୋଉ କହିଥିଲି ବୋଉ ଟିକେ ଘର ଭିତରକୁ ବ୍ୟାଗଟା ନେଇଯାଉ ଆରେ ତମେ କଣ ବାପା ବୋଉଙ୍କୁ ଚାକର ଚାକର ଭାବିଛ ଘର କାମ କରିବା କହିବ ମାର୍କେଟିଂ କରିବା କହିବ ତମେ କଣ ସବୁ କାମ କରିବନି ନାଇଁ ରେ ପ୍ରଭୁ ତୁ ମୋଟେ ବ୍ୟସ୍ତ ହନା ବୋଉ ଆମକୁ ଏସବୁ କାମ କରିବାକୁ କହିନି ଏ ଘର କାମ ଆମେ କଲେ ଏଥିରେ କ୍ଷତି କ'ଣ ହେଇଯାଉଛି କହିଲେ ତୁ ମୋଟେ ବ୍ୟସ୍ତ ହନା ମୁଁ ଏ ବ୍ୟାଗଟା ଘର ଭିତରକୁ ନେଇଯିବି ଏଇ ଛିଡ଼ା ହେଇଛ କ'ଣ ଆସ
ଘର ଭିତରକୁ ଆସ। अरे निका अरे निका तुम पे कौन सी अरे खूप सुंदर निकिता तमी मते टिके पिंधेई दियो ना ठीक अछि हम बात देखा बिना करूची ठीक अछि ତୋରକୁ ବାଉଁଜିଟା ଭଲ ଲାଗୁଛି ନା ଆରେ ଭଲ ଲାଗୁଛି ନା अरे तुम्हें चपल में कही देल आनी आनी आज सावित्री रे तुम नुआ पिंधा कथा सतरे पादू से पाउस सहित चपल अति चमत्कार देखा जाउछि आहुरी सुंदर और का इच्छा होती आखुर किस करिया ସତରେ ତମ ପରି ସ୍ୱାମୀ ପାଇବା କୋଟି ଜନ୍ମ ତପସ୍ୟାର अच्छा ଏ ଆଜି ତମେ କଣ ରଙ୍ଗା ଆମେ କଷ୍ଟ ଯେତେବେଳେ काम करूँ ଆମେ ମୁଁ ସବୁ ଜାଣିଛି କିଛି କହୁନି ସେମାନେ କ'ଣ ଭାବିବେ ମୁଁ ଆଜି କିଛି ନ କହିଥାନ୍ତି ସେମାନେ କ'ଣ ଭାବିଥାନ୍ତେ କହିଲ କୋଉଟା ସବୁ ଦେଖୁଛି କିଛି କହିଲେନି ସେଥିପାଇଁ ମୁଁ ଗୋଟେ ଛୋଟିଆ ଅଭିନୟଟା କରିଦେଲି ଏଥର ସେ ଭାବିବେ କୋଉଟା ଠିକ୍ ଓ ମାଇ ଗଡ୍ ତମ ଅଭିନୟକୁ ନା ମାନିବାକୁ ପଡ଼ିବ ଆଉ ତାହା ନ କରିଦେଲେ ତାର କାମ କରିବା ଉତ୍ସାହ ନଥାନ୍ତା ଘରେ ବସି ରହି ଜିରା ସିରା କରିଥାନ୍ତେ ତମକୁ କେତେ କଥା କହିଥାନ୍ତେ ସତରେ କେବଳ ତମରି ଖୁସି ପାଇଁ ତମେ ଯାହା କହୁଛ ମୁଁ ସେଇଆ କରୁଛି ଆଗ ଚାରିଟା ତ ମନିକା ଆସିନଥିଲା ତାକୁ ଫେରେଇ ଆସିବା 10,000 ଟଙ୍କା କ'ଣ ଚଳିବେନି ହଁ ଶୁଣ ଏ ଶାର୍ଟଟା ମୁଁ ବୋଉଙ୍କ ପାଇଁ ଆଣିଦେଲି ମାତ୍ର 500 ଟଙ୍କା ଏତେ ଟଙ୍କାର ଶାଢ଼ୀ ପିନ୍ଧିବାକୁ ତାଙ୍କର ଆଉ ବୟସ ଅଛି ଠିକ୍ ଅଛି ଏ ଶାଢ଼ୀଟା ମୋ ପାଖରେ ଥାଉ ମୁଁ ତାଙ୍କୁ ଦେଇଦେବି ଶୁଣ ଏ
শাখা মু চাকর ପାଇଁ ଆଣିଥିଲି ତାର ତ ଏବେ ହିସାବ କିତାବ ହେଇନି ଯୋଉ ଦିନ ହିସାବ କିତାବ ଆସିବ ଏ ଶାଖା ଚାକରାଣୀ ଯୋଉଦିନ ହିସାବ ନେବାକୁ ଆସିବ ତାକୁ ଏ ଶାଢ଼ୀଟା ମୁଁ ଦେଇଦେବି। Thank you. Very good. ତମେ ମତେ କଣ ଧନ୍ୟବାଦ ଦଉଛ ଆରେ ବଳ ମୁଁ ତମକୁ ଧନ୍ୟବାଦ ଦେବା କଥା କାହିଁକି ଜାଣିଛ ତମରି ପାଇଁ ମୋର ଉନ୍ନତି ତମରି ପାଇଁ ମୋର ପ୍ରମୋଶନ ସତରେ ଡାଲି ତମେ ମୋ ଧନ ଜନ ଗୋପ ଲକ୍ଷ୍ମୀ ସବୁ କିଛି ଆସ ନା ଏଇ ଅବସ୍ଥାରେ ଗୋଟେ କିସ୍ ହେଇଯାଉ ଆଜି କଣ ରୋଷେଇ ହବ ରେ ମା? ଶୁଣ ରୋଷେଇ କରୁଥିଲା ବୋଉକୁ ଦେଇଦିଅ ତମ ମତେ ଆଜି ରୋଷେଇ କରିଯିବନି ବୋଉ ଧର କରନ୍ତି ବସିଛି ତମ ଇଚ୍ଛା ଯାହା ତମେ ତାହା ରୋଷେଇ କର ସେଥିରେ ମୋର କିଛି ଅବଜେକ୍ସନ ନାହିଁ କିନ୍ତୁ କ୍ଷୀରିଟା ମସ୍ତ କାହିଁକି ନା ମୋ ବାପା କ୍ଷୀରି ଖାଇବାକୁ ବହୁତ ଭଲ ପାଏ ମୋ ବାପା ଆଜି ସାବିତ୍ରୀ ଭାର ନେଇ ଆସିଛନ୍ତି ତମ ହାତରୁ କ୍ଷୀରି ଖାଇକି ଯିବେ କ୍ଷୀରିଟା ଠିକ ସେ କରିବ ହଁ ଶୁଣ